शीघ्र आसुथिबा प्रभु जीशुख्रीष्टଙ୍କ पवित्र और बहुमूल्य नाम रे पुनर्बार এই শুভ সকাল সময় প্রভুଙ୍କ দাস ভাବରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ଏହି ଅନଲାଇନ୍ ସେବା କାର୍ଯ୍ୟ ମାଧ୍ୟମରେ ଆପଣମାନଙ୍କ ସହିତ ଜଡ଼ିତ ହେଉଥିବାରୁ ଆମମାନେ ବହୁତ ଖୁସି ଓ ଆନନ୍ଦିତ ଅଟୁ। ଓ ଆପଣମାନେ ପ୍ରତି ପ୍ରଭାତରେ ଆମମାନଙ୍କର ସନ୍ଦେଶ ଗୁଡ଼ିକ ଶୁଣୁଛନ୍ତି ଆଉ ଆପଣମାନେ ଆଶୀର୍ବାଦ ପ୍ରାପ୍ତ ହେଉଛନ୍ତି। ଆପଣମାନଙ୍କର ପ୍ରେମ ଆପଣମାନଙ୍କର ପ୍ରାର୍ଥନା ପାଇଁ ଆପଣ ସମସ୍ତଙ୍କୁ ଧନ୍ୟବାଦ ଦିଏ। ପ୍ରିୟମାନେ ଯେଉଁମାନେ ଆମମାନଙ୍କ ଚ୍ୟାନେଲରେ ଦେଖୁଛନ୍ତି ଆଉ କମେଣ୍ଟସ୍ ଗୁଡ଼ିକ କରୁଛନ୍ତି ସେମାନଙ୍କ ନିମନ୍ତେ ଆମେ ହୃଦୟ ସହିତ ଧନ୍ୟବାଦ ଦେଉଛୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗ ଏ ପ୍ରକାର ଅଟେ, ମନୁଷ୍ୟ କାହିଁକି ନିରାଶ ହୁଏ। ମନୁଷ୍ୟ କାହିଁକି ନିରାଶ ହୁଏ। ମନୁଷ୍ୟ ନିରାଶ ହତାଶ ହେବାର ମୁଖ୍ୟ କାରଣ ଏହା ଅଟେ, ସେ ମନୁଷ୍ୟ ଉପରେ ଭରସା ରଖେ। ଆମମାନେ କାହିଁକି ଆମେ ନିରାଶ ହଉ? ନିରାଶ ହେବାର ମୁଖ୍ୟ କାରଣ ଆମେ ମନୁଷ୍ୟ ଉପରେ ଆମେ ଭରସା ରଖୁ। ଯେଉଁମାନେ ମନୁଷ୍ୟ ଉପରେ ଭରସା ରଖନ୍ତି ସେମାନେ ନିହାତି ସେମାନେ ନିରାଶ ହେବେ, ହତାଶ ହେବେ। କାରଣ ମନୁଷ୍ୟମାନେ ବିଭିନ୍ନ ବଡ଼ ବଡ଼ କଥା ଗୁଡ଼ିକ ଆମମାନଙ୍କୁ କହିବେ। ମୁଁ ତୁମ ପାଇଁ ଏଇଟା କରିଦେବି, ମୁଁ ତୁମ ପାଇଁ ସେଇଟା କରିଦେବି, ତୁମେ ଭୟ କର ନାହିଁ, ମୁଁ ତୁମକୁ ସାହାଯ୍ୟ କରିବି। ସେମାନେ ଅନେକ କଥା ଦେବେ ସିନା ସେମାନେ କଥା ରକ୍ଷା କରିପାରିବେ ନାହିଁ। ଯେଉଁ ସମୟରେ ସେମାନେ କଥା ଦେବେ ଆଉ ଆମେ ତାଙ୍କୁ ଫୋନ୍ କରିବୁ, ସେଇ ସମୟରେ ଫୋନ୍ଟା ସୁଇଚ୍ ଅଫ୍ ଥିବ, ସେଇ ସମୟରେ ନଟ୍ ରିଚେବଲ୍ ଥିବ, କି ସେମାନେ ଆମମାନଙ୍କର ଫୋନ୍ କଲ୍କୁ ଦେଖି ହେଲେ ମଧ୍ୟ ସେମାନେ ଫୋନ୍କୁ ଉଠେଇବେ ନାହିଁ। ପ୍ରିୟମାନେ, ନିରାଶ ନ ହେବା ପାଇଁ ଆମକୁ ପରମେଶ୍ୱରଙ୍କ ଉପରେ ଭରସା ରଖିବାକୁ ପଡ଼ିବ। ଆମେ ଗୋଟେ ବାକ୍ୟ ଆମେ ପଢ଼ିବା। ଆମେ ଯେରେମିୟା ପୁସ୍ତକ ଏହାର 17 ଅଧ୍ୟାୟର 5 ପଦ ଲେଖାଗଲା, ସଦାପ୍ରଭୁ ଏହି କଥା କହନ୍ତି, ଯେଉଁ ମନୁଷ୍ୟ ଉପରେ ନିର୍ଭର କରେ ଓ ମାଂସକୁ ଆପଣା ବାହୁ କହେ, ଆଉ ଯାହାର ହୃଦୟ ସଦାପ୍ରଭୁଙ୍କ ଠାରୁ ଦୂରକୁ ଯାଏ, ସେ ଶାପଗ୍ରସ୍ତ କ'ଣ? ସେ ଅଭିଶାପ ପାଇବ। ଯେଉଁମାନେ ଅଭିଶାପ ପାଇବେ ସେମାନେ କେବେ ହେଲେ ମଧ୍ୟ ଉପରକୁ ବଢ଼ିବେ ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣଙ୍କର ଯେତେ ବନ୍ଧୁବାନ୍ଧବ ଥାଆନ୍ତୁ, ଆପଣଙ୍କର ଯେତେ ଲୋକ ଆପଣମାନଙ୍କର ବଡ଼ ବଡ଼ ଉଚ୍ଚ ପଦରେ ଥାଆନ୍ତୁ, ଆପଣଙ୍କର ଯେତେ ଧନ ସମ୍ପତ୍ତି ଥାଉ, ଆପଣ ଯେତେ ବୁଦ୍ଧିମାନ ଥାଆନ୍ତୁ, ଯଦି ଆପଣ ସେଇ ସବୁ ଉପରେ ଆପଣ ଭରସା ରଖିବେ, ଏକରେ ଆପଣ ଶାପଗ୍ରସ୍ତ ହେବେ, ଦୁଇରେ ଆପଣ ନିରାଶ ହେବେ। ସେଥିପାଇଁ ଆମେ ସବୁ ସମୟରେ ଆମମାନେ ପରମେଶ୍ୱରଙ୍କ ଉପରେ ଭରସା ରଖିବାର ଅଛି। ପରମେଶ୍ୱରଙ୍କ ଉପରେ ନିର୍ଭର ଆମମାନଙ୍କୁ ରଖିବାର ଅଛି। ଯଦି ଆପଣ ଜୀବନରେ କେବେ ହେଲେ ମଧ୍ୟ ଯଦି ଆପଣ ନିରାଶ ହେବା ପାଇଁ ଚାହୁଁନାହାନ୍ତି, ହତାଶ ହେବା ପାଇଁ ଚାହୁଁନାହାନ୍ତି, ତାହେଲେ ଆପଣ ମନୁଷ୍ୟ ଉପରେ, ନିଜର ବଳ ଉପରେ, ନିଜର ଶକ୍ତି ଉପରେ ଆପଣ ଭରସା ରଖନ୍ତୁ ନାହିଁ। ଆପଣଙ୍କର ଭରସା ଭୂମି ପରମେଶ୍ୱର ହେବାର ଆବଶ୍ୟକ ରହିଛି। ତାଙ୍କ ଉପରେ ଆଉଜି ପଡ଼ିବାର ଆବଶ୍ୟକ ରହିଛି। ପ୍ରିୟମାନେ, ଯେଉଁ ସମୟରେ ଆମେ ତାଙ୍କ ଉପରେ ଆମେ ଆଉଜି ପଡ଼ିବା, ଆମେ କେବେ ହେଲେ ମଧ୍ୟ ଲଜ୍ଜିତ ହେବେ ନାହିଁ। ଯେଉଁମାନେ ସଦାପ୍ରଭୁଙ୍କ ଉପରେ ଭରସା ରଖନ୍ତି ସେମାନେ କେବେ ମଧ୍ୟ ସେମାନେ ଲଜ୍ଜିତ ହେବେ ନାହିଁ। କାରଣ ଆମମାନଙ୍କ ପରମେଶ୍ୱର ବିଶ୍ୱାସଯୋଗ୍ୟ ପରମେଶ୍ୱର ସେ ଅଟନ୍ତି, ଭରସା ଯୋଗ୍ୟ ପରମେଶ୍ୱର ଅଟନ୍ତି। ଲେଖାଗଲା ଯେ ଦୁର୍ଦ୍ଦଶା କାଳରେ ଅତି ନିକଟବର୍ତ୍ତୀ ସହାୟ। ଗୀତ ସଂଗୀତା 50 ଅଧ୍ୟାୟ 50 ଗୀତର 15 ପଦରେ ସେ ଲେଖନ୍ତି, ସଙ୍କଟ ଦିନରେ ଆମ୍ଭକୁ ଡାକ, ଆମ୍ଭେ ତୁମକୁ ଉଦ୍ଧାର କରିବା, ଆଉ ତୁମ୍ଭେ ଆମ୍ଭର ମହିମା ପ୍ରକାଶ କରିବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନେ ପରମେଶ୍ୱରଙ୍କ ଉପରେ ଭରସା ରଖିବା। ଆମମାନେ କୌଣସି ମନୁଷ୍ୟ ଉପରେ ଭରସା ରଖିବା ନାହିଁ। ସେମାନଙ୍କର କଥା ଆମମାନଙ୍କ ପ୍ରତି ବହୁତ ଭଲ ଲାଗିପାରେ, ମାତ୍ର ସେମାନେ ଯେଉଁ ସମୟରେ ଆମେ ଆବଶ୍ୟକ କରୁ ସେହି ସମୟରେ ସେମାନେ ସାହାଯ୍ୟ କରିପାରିବେ ନାହିଁ, ସେମାନେ ଆମ ପାଇଁ ଠିଆ ହୋଇପାରିବେ ନାହିଁ। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ଶେଷ ସମୟମାନଙ୍କରେ ସେ କହୁଛନ୍ତି, ପିତର, ତୁମେ ତ ମୋତେ କହୁଛ ତୁମେ ମୋ ପାଇଁ ମରିବା ପାଇଁ ପ୍ରସ୍ତୁତ, ମାତ୍ର ଏମିତି ଗୋଟେ ସମୟ ଆସୁଛି ତୁମେ ମୋତେ କ'ଣ କରିବ ମୁଁ ଜାଣିନାହିଁ ବୋଲି କହିବ। ପିତର ଯୀଶୁଖ୍ରୀଷ୍ଟଙ୍କୁ 3 ଥର ଅସ୍ୱୀକାର କଲେ। ଯେଉଁ ପିତର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କହୁଥିଲେ, ପ୍ରଭୁ ସମସ୍ତେ ଆପଣଙ୍କୁ ଛାଡ଼ି ପଳାଇବେ, ମାତ୍ର ମୁଁ ଆପଣଙ୍କୁ କେବେ ହେଲେ ପରିତ୍ୟାଗ କରିବି ନାହିଁ, ମୁଁ ଆପଣଙ୍କ ପାଇଁ ମରିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି। ମାତ୍ର ପିତର ଏମିତି ଗୋଟେ ପରିସ୍ଥିତି ଆସିଲା,
से यीशु ख्रीष्ट को जानी नहीं कहले से राण पकईकिना कहले जे मु प्रभु यीशु ख्रीष्ट को जानी नहीं ये यीशु किए आउ जो इस्कारियोत यहूदा को से तांकर टीम रे उच्च पद रखिथिले ट्रेजरर भाव रखिथिले कोषाध्यक्ष भाव रखिथिले से यीशु ख्रीष्ट को 30 रौप्य मुद्रा रे विक्रय करदेला जे प्रभु कहउचंती जे एमती गोटे समय आसीबो जे तुम माने समस्ते मते छाड़ी किना पळेबो छाड़ी पळेले मध्य मैं एकला नहीं मो सहित मो बापा अछंती मो सहित मोर पिता अछंती प्रिय माने दुनिया रे आपण जहा को जेते भल पांतु जेते निकटवर्ती होंतु से माने आपण को छाड़ी किना पळेई जेबे मात्र परमेश्वर से कहिसंती जे से आमको केबे छाड़िबे नहीं से आमको केबे परित्याग करिबे नहीं जदि आम माने पढ़िबा एवरी पुस्तक यार 13 अध्याय 6 पद पढ़िबा से स्थान रे ए प्रकार भावे लिखा जाए अतएव आम्भे माने साहस पूर्वक कहि पारू प्रभु मोहर सहाय मु भय करिबि नहीं मनुष्य मोहर कौन करि पारे प्रिय माने परमेश्वर आमर सहाय अटंती यदि आम 5 पद पढ़िबा आचार व्यवहार रे धनलोभ शून्य हो तुम्हें मानकर जहा किछि अछि सेथिरे संतुष्ट थाओ कारण से निजे कहि अछंती कहा द्वारा से कहई नाहंती जाओ टिके कहि दियो निर्मल खरा को टिके कहि दियो कि जो वीडियो गुड़ी वर्तमान आप शुणुंट आपणकर नाम धरी को गोटे पोस्ट रे आपन को पठे किना को गोटे दासों द्वारा को गोटे दूतों द्वारा आमको से कही नाहंती से निजे कहिसंती से निजे कहि कौन कहते कारण से निजे कहि अछंती आम्भे तुमको केबे हे छाड़िबा नहीं आम्भे तुमको केबे हे परित्याग करिबा नहीं प्रिय प्रभु को लोक माने आमाने परमेश्वर को ऊपर भरोसा रखिबा आपण आपण को चाकरी ऊपर भरोसा रखंतु नहीं चाकरी आज अच्छी काली पळेबो आपण को निज शरीर बल ऊपर आपण भरोसा रखंतु नहीं बल आज अच्छी काली विभिन्न प्रकार रोग आसीबो कि दुर्घटना हेबो कि आपण कोनसी मनुष्य ऊपर भरोसा रखंतु नहीं प्रिय माने आमे विभिन्न प्रकार प्लान करि थाओ आमे हमर पेंशन प्लान रे आमे भरोसा रखि थाओ हमर एलआईसी प्लान रे हमर भरोसा रखि थाओ हमर म्यूचुअल फंड प्लान रे आमे भरोसा रखि थाओ आमे विभिन्न प्रकार विषय रे आमे भरोसा रखि थाओ मात्र आमान को परमेश्वर आमान को प्रेम करती आ से आमको सदा सर्वदा कहती जे तू मो ऊपर भरोसा रखे मो ऊपर निर्भर करे प्रिय माने आमे सदा सर्वदा आमे परमेश्वर को ऊपर भरोसा रखिबा जो माने प्रभु को ऊपर भरोसा रखती से माने केबे हेले मध्य लज्जित हेबे नहीं जदि पढ़िबा गीत संगीता 147 गीत यार 10 पद रे लिखा जाउची जदि आम 9 पद पढ़िबा लिखा गला से पशु को ताहार आहार दियंती केते बढ़िया कथा पशु को कौन करती आहार दियंती केमिति जे से पर्वत गण रे से कौन करती तृण को से घास को से कौन करती उत्पन्न करती प्रिय माने मनुष्य घास उत्पन्न करि पारे नहीं घास काटी आनी कि ना पशु को खाइबा को दे पारे मात्र मनुष्य से घास उत्पन्न करि पारे नहीं परमेश्वर पहाड़ उपरे घास को से उत्पन्न करती पशु पाई जानती एटी विभिन्न प्रकार पशु अच्छंती सेमान को कौन से मनुष्य आसी खाइबा को देबे नहीं सेमाने निजे खाइबार अछि परमेश्वर से पशु मान को पाई जदि एबे लिखा जाउची ता पूर्व पदरे 8 पदरे से आकाश को मेघमाला रे आसक्त करंती आच्छन्न करंती से पृथ्वी निमंते वृष्टि उत्पन्न करंती से पर्वत गण रे तृण उत्पादन करंती से पशु को ताहार आहार दियंती और रावंता डामरा काउर छुआ मानकू आहार दियंती प्रिय माने हमर परमेश्वर से सेति पई मोर कहिबार उद्देश्य जे परमेश्वर को ऊपर भरोसा रखिबा परमेश्वर को ऊपर भरोसा रखिबे आपण लज्जित हेबे नहीं आपण हताश निराश हेबे नहीं एही नवा वर्ष जो परमेश्वर हमकु देइछंती आपण कोंतु प्रभु तुमे मोर भरोसा भूमि तुमे मोर आशा भूमि मु तुम ऊपर भरोसा रखुची मु तुम ऊपर आउजी पडुची प्रिय माने जो माने परमेश्वर को ऊपर भरोसा रखिबे से माने केबे लज्जित हेबे तळ पद लिखा गला 10 पद रे से अश्वर बल रे संतुष्ट नुहंती से मनुष्यर चरण रे तुष्ट नुहंती लिखा जाउची 11 पद रे सदा प्रभु आपणा भयकारी मानक ठारे और ताहांक दया रे भरोसाकारी मानक ठारे तुष्ट अटंती प्रिय माने मनुष्य ऊपर आमे केते दिन भरोसा रखिथिबा हमर भरोसा परमेश्वर को ऊपर रहो
ଯଦି ଆମେ ତାଙ୍କ ଉପରେ ଆମେ ଭରସା ରଖିବା ତାହେଲେ ଆମେ କେବେ ଲଜ୍ଜିତ ହେବା ନାହିଁ, କେବେ ହତାଶ ହେବା ନାହିଁ, କେତେବେଳେ ନିରାଶ ହେବା ନାହିଁ। କାରଣ ଦୁର୍ଦ୍ଦଶା କାଳରେ ଅତି ନିକଟବର୍ତ୍ତୀ ସହାୟ। ଅନ୍ୟ କାହାର ଫୋନ୍ ଲାଗୁ କି ନ ଲାଗୁ, ନଟ୍ ରିଚେବଲ୍ କହିବ, ସୁଇଚ୍ ଅଫ୍ କହିବ, ମାତ୍ର ଆମର ପରମେଶ୍ୱର କହୁଛନ୍ତି ଯେ ତୁମେ ଯେଉଁ ସମୟରେ ମଧ୍ୟ ତୁମେ ମୋତେ କଲ୍ କରିବ ମୁଁ ଅଛି, ମୁଁ ବୋଲି କହିବି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମର ପରମେଶ୍ୱର ଏମିତି ଯେ ଆମେ ଆମ ଜିଭାରେ ଆମେ କ'ଣ କହିବା ପୂର୍ବରୁ ସେ ଜାଣନ୍ତି। ଏହି ପ୍ରକାର ମହାନ ପରମେଶ୍ୱରଙ୍କୁ ଆମେ ପାଇଛୁ। ପ୍ରଭୁଙ୍କ ଉପରେ ଭରସା ରଖନ୍ତୁ, ତାଙ୍କ ଉପରେ ନିର୍ଭର କରନ୍ତୁ, ମନୁଷ୍ୟ ଉପରେ ଭରସା ରଖନ୍ତୁ ନାହିଁ, ଆପଣ ଲଜ୍ଜିତ ହେଇଯିବେ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ, ତୁମେ ଆମମାନଙ୍କୁ ପ୍ରେମ କରି ଏହି ସୁନ୍ଦର ସନ୍ଦେଶ ଆମମାନଙ୍କୁ ଦେଇଛ। ଏହି ବାକ୍ୟ ଦ୍ୱାରା ତୁମେ ଆମମାନଙ୍କୁ ଉତ୍ସାହିତ କରିଛ। ଧନ୍ୟବାଦ ପ୍ରଭୁ। ଏ ବାକ୍ୟ ମାଧ୍ୟମରେ ପ୍ରଭୁ ଯେଉଁମାନେ ନିରାଶ ହତାଶ ଅଛନ୍ତି, ମନୁଷ୍ୟ ଉପରେ ଭରସା ରଖିଛନ୍ତି, ପ୍ରିୟ ପ୍ରଭୁ ସେମାନେ ତୁମ ଉପରେ ଭରସା ରଖିବା ଶିଖିପାରିବେ। ସାହାଯ୍ୟ କର। ସକଳ ଗୌରବ ମହିମା ତୁମକୁ ଦେଇ ପ୍ରାର୍ଥନା ପ୍ରଭୁ ଯୀଶୁ ନାମରେ ମାଗୁଛି, ଆମେନ୍। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ।